हेलो फ्रेंड्स जय जगन्नाथ आपण को आम यूट्यूब चैनल टेक एजुकेशन कैफे को पुणी थे स्वागत। देख आज आम देखा चतुर्थ श्रेणी आमर जो ओडिया कार्य पुस्तिका चली ओडिया कार्य पुस्तिकार कार्यफत 44 टी को देखा। देख आकलन पद 14 44 और 47 को देखा। ठीक अच्छे देख देती प्रथम क्वेश्चन है माटी माँ आमको कौन कौन देती बोली कवितार जापार। माटी माँ आमको कौन कौन देती देख माटी माँ आमको खाद्य माटी माँ लिख माटी माँ आमको खाइबा खाद्य खाइबा खाद्य पिंधिबाकू वस्त्र और रहिबा पाई वस्त्र जोगाई दिए वस्त्र ना जोगा अच्छी। ठीक अच्छे पूर्णछेद तापर नेक्स्ट देख तापर देखिए माटी रे चाषी कौन फल थाए तापर लिख उत्तर माटी रे चाषी सुनार फसल फड़ाई थाए पूर्णछेद। नेक्स्ट देख 3 नंबर देला माटीर छाती को चिरीदेले जुग जुगर साहित्य ना इतिहास मध्य कौटी मिले इतिहास एटा उत्तर इतिहास मिले। तापर देख 4 नंबर देला माटी गछ मानकरे कौन साहित्य रखी लिख माटी गछ मानकरे विभिन्न प्रकार फल विभिन्न प्रकार फल पनीपरिया और खाद्य शस्य गोटे मिनट खाद्य शस्य साहित्य रखी पूर्णछेद। नेक्स्ट देख 5 नंबर माटी कवितार कवि किए नंदकिशोर बड़ ना नंदकिशोर सामल। तो नंदकिशोर सामल कवितार किए नंदकिशोर सामल। ठीक अच्छे नेक्स्ट जावा 8 नंबर खनि खादन करी कवितार व्यवहृत आउ केते जोड़ा जुग्म शब्द लिखा है तो लिखा पनीपरिया खाद्यवास एमती लिख लो। ठीक अच्छे तापर देख 9 नंबर माटी तले कौन सब रही माटी तले कौन सब रही लिख माटी तले पानी और खनि रही। नेक्स्ट देख 10 नंबर माटी को सेना महिमा कह जाए कहीं माटी को सेना महिमा कह जाए कारण आमको
ଆମକୁ ଯେତେବେଳେ ଯାହା ଦରକାର ଆମ ମା ଭଳି ମାଟି ମା ଆମକୁ ଯୋଗାଇ ଦେଇଥାଏ। ଠିକ ଅଛି। ବର୍ତ୍ତମାନ ଆମର এই କାର୍ଯ୍ୟପତ୍ରଟି ସରିଛି। ନେକ୍ସଟ ଆଉ ଗୋଟେ କାର୍ଯ୍ୟପତ୍ରକୁ ଆମେ ଦେଖିବା। ଠିକ ଅଛି, ଚାଲ ଦେଖ। ବର୍ତ୍ତମାନ ଦେଖିବା କାର୍ଯ୍ୟପତ୍ର ପହଞ୍ଚିଟି ଏଚେନ୍ସିରେ ଦେଲା ଗୀତକୁ ଗାଇବା ଆସ ହେଲା। ଦେଖ ଦେଇଛି ବଣ ରାଇଜର ପାହାଡ଼ି ପିଲାଟା ଦେଇଥିଲା ଦିନେ ଡାକ, ତା ଡାକରେ ମୁଣ୍ଡା ଜାତି ଜାଗିଥିଲା ଜାଣିଲା ସାରା ମୁଲକ। ଗୁରୁବାରେ ଜନ୍ମ ହୋଇଥିଲା ବୋଲି ବିଶ୍ରା ନାମ ଥିଲା ତାର, ମା କରମୀ ଓ ସୁମନ ମୁଣ୍ଡାର କୋଳକୁ କରି ଉଜ୍ଜଳ। ବୟସରେ ଖୁବ୍ ସାନ ଥିଲା ହେଲେ ବୁଦ୍ଧିଟା ଥିଲା ମହାନ। ଇଂରେଜ ଶାସନ ବିରୁଦ୍ଧରେ ଲଢ଼ିବା ପାଇଁ କରିଲା କ'ଣ, ସବୁ ମୁଣ୍ଡା ଜାତି ଏକାଠି କରିଲା। ଡଙ୍ଗା ଧାନୀ ଆବ୍ରାହମ ଜୀବନର ଶେଷ ରକ୍ତ ବିନ୍ଦୁ ଯାଏଁ ଚଳାଇଥିଲା ସଂଗ୍ରାମ। ଠିକ ଅଛି, କବିତାଟି ତ ବର୍ତ୍ତମାନ ପଢ଼ିଲେ। ଆମେ ତାର ଅନ୍ତର୍ଗତ ପ୍ରଶ୍ନ ଗୁଡ଼ିକର ଉତ୍ତର ଦେବା। ଦେଖ ବର୍ତ୍ତମାନ ଶିକ୍ଷଣ କାର୍ଯ୍ୟ 2ରେ ଦେଲା ପଢ଼ିଥିବା ଗୀତ ଆଧାରିତ ତଳ ପ୍ରଶ୍ନ ଗୁଡ଼ିକର ଉତ୍ତର ଦିଅ। ଠିକ ଅଛି, ବର୍ତ୍ତମାନ ଆମେ ତାର ଉତ୍ତର କରିବା। ଠିକ ଅଛି, ଚାଲ। ବଣ ରାଇଜରେ ଦେଇଛି ପ୍ରଶ୍ନ, ବଣ ରାଇଜର ପାହାଡ଼ି ପିଲାଟା କିଏ ବୋଲି ଗୀତରେ କବି କହିଛନ୍ତି। କିଏ? ଏଟା ହେଉଛି ବିର୍ସା ମୁଣ୍ଡା। କିଏ ନା ବିର୍ସା ମୁଣ୍ଡା। ଠିକ ଅଛି, ତାପରେ ଦେଖ କଟା ବିର୍ସାର ମା ନାମ କ'ଣ ଥିଲା? କରମୀ ମୁଣ୍ଡା। ଠିକ ଅଛି, ତାପରେ ନେକ୍ସଟ ଦେଖିବା ଗଡ଼ା। ଦେଖ ଗଡ଼ା ଦେଲା ପିଲାଟିର ନାମ ବିର୍ସା ହୋଇଥିଲା କାହିଁକି? କାରଣ ସେ ଗୁରୁବାରରେ ଜନ୍ମ ହୋଇଥିଲା। ଗୁରୁବାରରେ ଜନ୍ମ ହୋଇଥିବାରୁ ପିଲାଟିର ନାମ ବିର୍ସା ହୋଇଥିଲା। ତାପରେ ଘଟା ଦେଖ ବିର୍ସା ମୁଣ୍ଡା କିପରି ପଣ କରିଥିଲା? ବିର୍ସା ମୁଣ୍ଡା କିପରି ପଣ କରିଥିଲା? ବିର୍ସା ମୁଣ୍ଡା ହେଲା ଇଂରେଜ ମାନଙ୍କ ବିରୁଦ୍ଧରେ ଲଢ଼େଇ କରିବା ପାଇଁ କ'ଣ କରିଥିଲା? ଠିକ ଅଛି, କ'ଣ କରିଥିଲା? ବର୍ତ୍ତମାନ ଆମେ 2ଟା କାର୍ଯ୍ୟପତ୍ର ଦେଖିଲେ। କାର୍ଯ୍ୟପତ୍ର ଗୁଡ଼ିକ କେମିତି ଲାଗିଲା କମେଣ୍ଟ ସେକ୍ସନରେ ଜଣାନ୍ତୁ। ଆଉ ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ଲାଇକ୍ ସେୟାର ଆଉ ସବସ୍କ୍ରାଇବ୍ କରିବାକୁ ଆମର ଲାଇନ୍ ରହୁଛି। ଜୟ ଜଗନ୍ନାଥ।